କୌଣସି ଘଟଣା ବା ଅପରାଧରେ ସାକ୍ଷୀଟିଏ କେବଳ ଯେ ମଣିଷ ହିଁ ରହିପାରେ ଏହା ନୁହେଁ। ସାମାନ୍ୟ ପକ୍ଷୀଟିଏ ବି ସାକ୍ଷୀ ରହିପାରେ ଏକ ଜଘନ୍ୟ ଅପରାଧର ଓ କିପରି ସେହି ଅପରାଧୀକୁ ତା ଅପରାଧର ଉଚିତ ଦଣ୍ଡ ମଧ୍ୟ ଦେଇପାରେ ଏହା ଆପଣମାନେ ଏହି କାହାଣୀର ଶେଷରେ ଜାଣିପାରିବେ। ବାଗଦାଦ ସହରଠୁ କିଛି ଦୂରରେ ଗୋଟିଏ ଜଙ୍ଗଲ ଥାଏ। ସେଠାରେ ଥିବା ଗୋଟିଏ ପାହାଡ଼ ନିକଟରେ ଥାଏ ଜଣେ ଡାକୁ। ସେ ଦୌଡ଼ୁଥିଲା ବାୟୁ ବେଗରେ। ତାର ଅସି ଚାଳନା ଥିଲା ବିଦ୍ୟୁତର ଗତି ପରି। ସର୍ବୋପରି ସେ ଥିଲା ବଳବାନ ଓ ଅତ୍ୟନ୍ତ ନିର୍ଦ୍ଦୟ। ଯେ କୌଣସି ପଥିକ ଦେଖିଲେ ଅବିଳମ୍ବେ ସେ ତା ଉପରେ ଲମ୍ଫ ଦେଇ ତାର ସମସ୍ତ ଧନ ଲୁଟ୍ କରି ନେଉଥିଲା ଓ ତାର ମୁଣ୍ଡ କାଟି ଦେଉଥିଲା, କାରଣ ତାର ସେଇଟା ଥିଲା ଖୁସିର କଥା। ଥରେ ବୁଢ଼ାଟିଏ ତାର ସାରା ଜୀବନର ସଞ୍ଚିତ ଧନ ଧରି ସେଇ ବାଟରେ ଯାଉଥାଏ ତାର ଝିଅ ଘରକୁ। ହଠାତ୍ ଡାକୁ ଗୋଟାଏ ବଡ଼ ପଥର ଉପରୁ ଡେଇଁ ପଡ଼ିଲା ତା ଆଗକୁ ଓ କହିଲା, ଆରେ ବୁଢ଼ା, ତୋର ମୃତ୍ୟୁ ସନ୍ନିକଟ, ଆଉ ଆଗକୁ ପାଦ ବଢ଼ା ନାହିଁ। ପ୍ରଥମେ ବୁଢ଼ା ନିରୀହ ଭାବରେ ହସିଲା ଓ କହିଲା, ବାପା, ମୋତେ ଅଟକାଇ ପାଇବ କ'ଣ? ମୋ ପାଖରେ ଯାହା ଅଛି ତାହା ମୋ ପାଇଁ ବହୁତ ହେଇପାରେ, କିନ୍ତୁ ତମ ପାଇଁ ସେ କିଛି ନୁହେଁ। ମୋତେ ମୋ ବାଟରେ ଯିବାକୁ ଦିଅ। ପାଟି କରନା। ବର୍ତ୍ତମାନ ତୁ ମୃତ୍ୟୁପୁରୀକୁ ଯିବୁ, ତୋର ଅନ୍ୟ ଗତି ନାହିଁ। ଡାକୁ ନିଷ୍ଠୁର ଭାବରେ କହିଲା। ବିଚରା ବୁଢ଼ା ଭୟରେ କମ୍ପି କମ୍ପି କହିଲା, ବୁଢ଼ାଟାକୁ ମାରି ତୁମର କି ଲାଭ ହବ? ଏ ଥଳିରେ ଯାହା ଅଛି ପଛେ ନେଇ ନିଅ, ମୋତେ ଛାଡ଼ିଦିଅ। ବୁଢ଼ା ଅନେକ କାକୁତି ମିନତି କଲା ନିଜ ଜୀବନ ରକ୍ଷା ପାଇଁ। ସବୁ କଥା ଡାକୁ ଏକ ଭୟାନକ ଅଟ୍ଟହାସ୍ୟରେ ଉଡ଼ାଇ ଦେଲା ଓ ବୁଢ଼ାକୁ ମାରିବାକୁ ଗଲା। ମୃତ୍ୟୁ ପୂର୍ବରୁ ବୁଢ଼ା ଅନନ୍ୟୋପାୟ ହୋଇ ଉଡ଼ି ଯାଉଥିବା କପୋତଟିକୁ ଡାକି କହିଲା, ହେ କପୋତ, ତୁ ମୋର ସାକ୍ଷୀ ରହିଲୁ। ଏହା ଏକ ଜନମାନବ ଶୂନ୍ୟ ପ୍ରଦେଶ। ମୁଁ ଏ ଲୋକ ନିକଟରେ କୌଣସି ଅପରାଧ କରିନାହିଁ। ସେ ମୋର ସାରା ଜୀବନର ସଞ୍ଚିତ ସମସ୍ତ ଧନ ମଧ୍ୟ ନେଉଛି ଓ ମୋତେ ଅସହାୟ ଅବସ୍ଥାରେ ହତ୍ୟା କରୁଛି। ଭଗବାନ ଯଦି ମୋର ପ୍ରାର୍ଥନା ଶୁଣନ୍ତି, ତୋରି ଯୋଗୁଁ ଏ ନିଜର ଦଣ୍ଡ ପାଇବ। ତାପରେ ଡାକୁ ବୁଢ଼ାକୁ ମାରି ତା ମୁଣ୍ଡ ଫୋପାଡ଼ି ଦେଲା। ଅନେକ ଦିନ ବିତିଗଲା। ଡାକୁର ବହୁତ ଧନ ଜମା ହେବାରୁ ସେ ପାହାଡ଼ ଛାଡ଼ି ସହରରେ ଘର ଖଣ୍ଡେ କରି ସ୍ତ୍ରୀ ପିଲା ନେଇ ଭଦ୍ର ନାଗରିକଙ୍କ ସହିତ ଖୁସିରେ ଦିନ କଟାଇଲା। ସେ ଥିଲା ସହରର ସବୁଠାରୁ ଧନୀ ଲୋକ। ତେଣୁ ତା ସହିତ ସୁଲତାନଙ୍କ ସହ ଅଚିରେ ବନ୍ଧୁତ୍ୱ ସ୍ଥାପନ ହେଲା। ପ୍ରାୟ ସବୁଦିନେ ସେ ରାଜବାଟିକୁ ଆସେ। ସେ ଓ ସୁଲତାନ ଦୁହେଁ ବସି ପଶା ବା ଶତରଞ୍ଜ ଖେଳ ଖେଳନ୍ତି। ତାପରେ ସେ ସୁଲତାନଙ୍କ ସହିତ ରାତ୍ରି ଭୋଜନ କରି ଘରକୁ ଫେରେ। କ୍ରମେ ବନ୍ଧୁତା ଗାଢ଼ତର ହେଲା। ଦୁହେଁ ଖୁବ୍ ମଦ ପିଅନ୍ତି। ଡାକୁ ଯେତେବେଳେ ଅତ୍ୟନ୍ତ ନିଶାଗ୍ରସ୍ତ ହୋଇପଡ଼େ, ସେ ଆନନ୍ଦରେ ତାର ଡାକୁ ଜୀବନର ଘଟଣାରୁ କିଛି କିଛି ଗପେ। ସୁଲତାନ ଟିକେ ଟିକେ ଶୁଣନ୍ତି। ଦିନେ ସୁଲତାନ ଓ ଡାକୁ ଖାଇବାକୁ ବସିଛନ୍ତି। ପୂଜାରୀ ଆଣି କିଛି କପୋତ ମାଂସର ତରକାରୀ ପରସିଲା। ସେଇଟା ଦେଖି ଡାକୁ ଅଟ୍ଟହାସ କରି ଉଠିଲା। ସୁଲତାନ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କ'ଣ ହେଲା? ଏତେ ହସୁଛ କାହିଁକି? ରନ୍ଧାରେ କିଛି ତ୍ରୁଟି ଅଛି କି? ନା ଚାକରର ବ୍ୟବହାରରେ କିଛି ତ୍ରୁଟି ଦେଖିଲ? ନା ନା, ସେସବୁ କିଛି ନୁହେଁ, ଡାକୁ କହିଲା। ତେବେ ହସର କାରଣ କ'ଣ? ସୁଲତାନ ପୁଣି ପଚାରିଲେ। ଡାକୁ କିଛି ସମୟ ଚୁପ୍ ରହିଗଲା। ମଦ ଖାଇ ତ ହୋସ ନଥାଏ। ଟିକିଏ ପରେ ମାଂସକୁ ଅଙ୍ଗୁଳିରେ ନିର୍ଦ୍ଦେଶ କରି କହିଲା, ଏହି କପୋତର ମାଂସ ଦେଖି ମୋର ଗୋଟିଏ ପୁରୁଣା କଥା ମନେ ପଡ଼ିଗଲା ବୋଲି ହସିଲି। ମୁଁ ଯେତେବେଳେ ପାହାଡ଼ ପାଖରେ ଡାକୁଥିଲି, ଥରେ ଜଣେ ବୃଦ୍ଧକୁ ଧରିଲି। ତାର ସବୁ ଧନ ଲୁଟି ନେବା ପରେ ତାକୁ ମାରିବାକୁ ଯିବା ପୂର୍ବରୁ ସେ ଚାରିଆଡ଼କୁ ଚାହିଁ ଦେଖିଲା, କେହି ନାହିଁ। ଆକାଶରେ କପୋତଟିଏ ସେତେବେଳେ ଉଡ଼ି ଯାଉଥିଲା। ତାକୁ ଦେଖି ବୁଢ଼ା କହିଲା, ହେ କପୋତ, ମୋ ପରି ଏକ ନିରପରାଧ ବ୍ୟକ୍ତି ପ୍ରତି ଏ ଅତ୍ୟାଚାର ଓ ହତ୍ୟାର ସାକ୍ଷୀ ତୁ ରହିଲୁ। ସେ କଥା ମନେ ପକେଇ ମୁଁ ହସୁଛି, କାରଣ କପୋତଟାଏ କ'ଣ କାହାର ସାକ୍ଷୀ ହେଇପାରେ?
ଏକଥା କହି ଡାକୁ ପୁଣି ହସିବାକୁ ଲାଗିଲା। ସୁଲତାନ ତାଙ୍କ ବନ୍ଧୁଙ୍କର ଏଭଳି ଜୀବନ ଚରିତ ଶୁଣି ସ୍ତବ୍ଧ ହୋଇ ବସି ରହିଲେ। ଯାହାକୁ ସେ ଜଣେ ଅତ୍ୟନ୍ତ ଅଭିଜାତ ବ୍ୟକ୍ତି ବୋଲି ମନେ କରୁଥିଲେ, ସେ ବାସ୍ତବରେ ଖାଲି ଡାକୁ ମାତ୍ର ନୁହେଁ, ଜଣେ ନରଘାତକ ମଧ୍ୟ। ଏକଥା ହୃଦୟଙ୍ଗମ କରି ତାଙ୍କର ଶୋଚନାର ସୀମା ରହିଲା ନାହିଁ। ସେ ଆଶ୍ଚର୍ଯ୍ୟ ହୋଇ ଡାକୁ ଆଡ଼େ ଅନାଇ ରହିଲେ। ଡାକୁ ହସୁଥାଏ। ତା ମୁହଁରେ ଲୁଚି ରହିଥିବା ଯେଉଁ କ୍ରୂରତା ଆଜି ପର୍ଯ୍ୟନ୍ତ ସୁଲତାନଙ୍କ ଆଖିରେ ଧରା ପଡ଼ିନଥିଲା, ତାହା ବର୍ତ୍ତମାନ ଜଳ ହୋଇ ଦେଖାଗଲା। ମାନବ ଚରିତ୍ର ସମ୍ପର୍କରେ ତାଙ୍କର ନୂତନ ଧାରଣା ହେଲା। ଡାକୁ ଆଉ ଥରେ ମଦ ନିଶାରେ ମତ୍ତ ହୋଇ କହିଲା, କେତେ ଲୋକଙ୍କୁ ମାରିଛି, କିନ୍ତୁ ସେ ବୃଦ୍ଧ ଭଳି ବୋକା ଲୋକ ଆଜି ଯାଏଁ ଦେଖିନାହିଁ। ମରିବା ବେଳକୁ ଆଉ କାହାକୁ ନ ପାଇ କପୋତକୁ କହୁଛି ତାର ଦୁର୍ଦ୍ଦଶାର ସାକ୍ଷୀ ରହିବା ପାଇଁ। ସୁଲତାନ ସବୁ ଶୁଣି ଭାବିବାକୁ ଲାଗିଲେ। ଏତିକି ବେଳେ ଡାକୁ ଥାଳିଆରୁ ମାଂସ ଖଣ୍ଡେ ଆଙ୍ଗୁଳିରେ ଧରି କହିଲା, ଆରେ ମୂର୍ଖ କପୋତ, ତୁ ସେ ବୁଢ଼ାର ସାକ୍ଷୀ କି? ସାକ୍ଷୀ କପୋତ ନହେଲେ ବି ସାକ୍ଷୀ କପୋତର ବନ୍ଧୁବାନ୍ଧବ ତ ନିଶ୍ଚୟ ହେଇଥିବ। ଡାକୁ ପୁଣି ଅଟ୍ଟହାସ କଲା। ହଠାତ୍ ସୁଲତାନ ରାଗିଗଲେ। ସେ ଗର୍ଜି ଉଠି କହିଲେ, ଶୀଘ୍ର ଖାଇନିଅ। ତୁମେ ବୃଦ୍ଧକୁ ଯେତେ କଷ୍ଟ ଦେଇ ହତ୍ୟା କରିଛ, ତାର ସାକ୍ଷ୍ୟ କପୋତ ଦେଇ ସାରିଛି। ମରିବା ବେଳେ ବୃଦ୍ଧର କପୋତ ଉପରେ ଯେଉଁ ଗଭୀର ବିଶ୍ୱାସ ଥିଲା, ତାର ମୂଲ୍ୟ ସୁଲତାନ ଭାବରେ ମୁଁ ନିଶ୍ଚୟ ଦେବି। ଡାକୁର ସେତେବେଳକୁ କ୍ରମେ ଜ୍ଞାନ ହେଲାଣି। ସେ ଭୟରେ ଥରିଲା, ଆଉ ଖାଇପାରିଲା ନାହିଁ। ସୁଲତାନ ତତ୍କ୍ଷଣାତ୍ ତାଙ୍କର ଦେହରକ୍ଷୀମାନଙ୍କୁ ଡାକି ଆଦେଶ ଦେଲେ, ଏହି ପଶୁକୁ ନେଇଯାଅ, ଅବିଳମ୍ବେ ଶୀଘ୍ର ଶିରଚ୍ଛେଦ କର। ଆଦେଶ ଅବିଳମ୍ବେ ପାଳିତ ହେଲା। ମୃତ ବୃଦ୍ଧର ଶେଷ ଇଚ୍ଛା କପୋତ ଦ୍ୱାରା ହିଁ ପୂର୍ଣ୍ଣ ହେଲା। ଆପଣମାନେ ଶୁଣୁଥିଲେ ସାକ୍ଷୀ କପୋତ। କାହାଣୀଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ସେୟାର କରିବେ। କାହାଣୀ ବିଷୟରେ ମତାମତ ଆପଣମାନେ କମେଣ୍ଟ ବକ୍ସରେ ଦେବା ପାଇଁ ଜମାରୁ ଭୁଲିବେନି। ତା ସହିତ ଆମର ଚ୍ୟାନେଲ ବ୍ରଜଲକ୍ଷ୍ମୀ ମୁଭିଜକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ନିଶ୍ଚୟ ଦବାଇବେ।